जगन्नाथ। आज गुडू भाई आज गोटे अर्पित दास लेखा आलोचना करा सखा अंगरे तीन ठाकुर अवतार कथा कहूनी। अर्पित दास कहते बारण बेलू शेष समय ठाकुर जन्म न हवा आगुरी किसी लीलाखेला हबनी। पेंडाल सीना बंधा हेले ठाकुर आसिले माने कौन हम ना अपेरा हम पेंडाल बांधिया हो सखा अंगरे प्रभु कौन हे आसिक लीलाखेला करेंगे। पंच सखा माने कथा कहते अच्युतानंद महापुरुष कहते जगन्नाथ दास कहते समझे कहते अंते अर्पित दास आइले पंचसखा अच्युत जीवार हाराहारी 198 वर्ष पर अर्पित दास जन्म है माने 200 हाराहारी 216 वर्ष बेलू अर्पित दास घर छाड़े तापर किसी दिन परिभ्रमण कर आसिक ओला सुने आ गोटे भल कथा मन रखित अर्पित दास प्रमाण लेखा प्रमाण दिए अच्युत अरक्षित भेटा भेटी कौटी खंडगिरी किंतु अच्युत महापुरुष जीवार हाराहारी 198 वर्ष पर अरक्षित दास आविर्भूत से मुंडी राजपूत ही कौन है जन्म है संभव कि संभव कि 5 वर्ष कि 10 वर्ष कि 20 वर्ष ये गोटे प्रकार हाराहारी 198 वर्ष पर संभव कि हाँ संभव सी अरक्षित किए है तुम कैमेरा आगे कहीहब ना पचर मंदिर आगे कही ओलाशुणी मठ जो महापुरुष आसी पहुंचले सी अर्पित दास देहरे ठाकुर लीलाखेला कर अच्युत विषय कहते हेद समाज को साजी बसई टिकेत देह लुचाई देखी हेतु दिया नित्य पंचरा 256 आउ ओलास मिशार अरक्षित दास सर्वपर श्रेष्ठ हो देखी ना ये मन रख अर्पित दास आसीगले हम किसी लेखा अच्छी महापुरुष बोले जे ही दिन मणि से ही अरक्षित रूप मात्र भिन्न कहले जीए दिन मणि सी अरक्षित रूप मात्र भिन्न माने शरीर अलग तलपदटा कहब ना बुझे से अरक्षित दास लेखा आज पढ़ा आलोचना करवा शास्त्र हूँ महागुप्त पद्म कलश बा गुप्त महापद्म है राम दास होती अनेक मन रखिता छतिया बटे हाड़ी दौन दास आसिले सी राम को संबोधन कर किस अच्युतानंद महापुरुष राम को संबोधन कर किस ओलाशुणी अरक्षित दास राम को संबोधन कर गोटे अर्पित हरिबंश दास गोटे लेखा मन पड़ जाए मौली शून्य पर द्वितीय जन्म फेरी आसबि राम रक्षिता मन से राम को संबोधन कर अरक्षित दास राम को देखिए महापद्म कल्प सी राम को कहते अच्युत पटचित राम आम समस्त जाने कथा बुझुचु ना बुझुनु अनेक जिनस आ भर अच्छी गूढ़ तत्व जहाँ कैमेरा आगे कहीहब ना तुमको पचरे सत्संग कला बेले
ପଞ୍ଚସଖାଙ୍କ ବାଣୀ ଠାରୁ ବାଣୀ ନାହିଁ, ଆଉ ପଞ୍ଚସଖା ତତ୍ତ୍ୱ ଠାରୁ ତତ୍ତ୍ୱ ନାହିଁ। ପାଞ୍ଚଟାକ ସଖାଙ୍କ ତତ୍ତ୍ୱ ଯାହା ମିଶେଇ ଦେବୁ ସମ୍ପୂର୍ଣ୍ଣ ହଉଛନ୍ତି ଜଗନ୍ନାଥ। ସେ ଅରକ୍ଷିତ ଦାସଙ୍କ ବାଣୀ ହିସାବରେ ଠାକୁର ତିନି ଦେବ, ସିଏ କାହା ସାଙ୍ଗେ କିଏ ଖେଳ କରିବେ, କୋଉ ସଖାଙ୍କ ଦେହରେ, ସଖା ବୋଲନ୍ତି ଭକ୍ତ, ଏଠି ପଞ୍ଚସଖା କଥା କହୁନି, ଏଠି ସଖା ଶବ୍ଦର ଅଛି ଭକ୍ତ, କୋଉ ଭକ୍ତଙ୍କ ଦେହରେ କୋଉ ଦେବତା ଖେଳାଳୀଳା କରିବେ। ରାମଦାସ ପଚାରିଲେ, ଲକ୍ଷ୍ମୀ କାହିଁକି ଦେଶରୁ ଛାଡ଼ି ଚାଲିଯିବେ, କେଉଁଠାରେ ଯାଇ ଲକ୍ଷ୍ମୀ ପ୍ରବେଶ ହୋଇବେ, ଜଗନ୍ନାଥ କେଉଁଠାକୁ ଚାଲିନତି ଯିବେ, କେଉଁଠାରେ ଯାଇ କରି ପ୍ରଭୁ ରହିଥିବେ, କହିବ ବୁଝାଇ ପ୍ରଭୁ ଶୁଣିବି ବଚନ, କହନ୍ତୁ ଫିଟାଇ ମୋତେ ଏହାର ସନ୍ଧାନ। ଇଏ କହୁଛନ୍ତି ରାମଦାସ କହିବେ। ଏଠୁ ତାକୁ ଅର୍ଚିତ ଆସେ, ଆମକୁ ତାର ଉତ୍ତର ଦଉଛନ୍ତି। ଗୁରୁ ଶିଷ୍ୟ କଥୋପକଥନ ପୂର୍ବ ଏପିସୋଡରେ କହିଥିଲି, ନ ଚୁମୁଟିଲେ ଜ୍ଞାନ ଆସିବ କେମିତି, ମାନେ ନ ପଚାରିଲେ ଆସିବ କେମିତି। ସେଇଠି ମହାପୁରୁଷ କହିଲେ, 46 ଅଙ୍କେ ପ୍ରଭୁ ଯିବେ ଦେଶ ଛାଡ଼ି, ଅଭିରାମ କନ୍ଦରରେ ବସିଯିବେ ମାଡ଼ି, ଆହୁରି କଥାଏ ଶୁଣ ଲକ୍ଷ୍ମୀର କାହାଣୀ, ଅରକ୍ଷିତ କନ୍ଦେ ଥିବେ ଲକ୍ଷ୍ମୀ ଦେବୀ ପୁଣି, ଦକ୍ଷିଣ କନ୍ଧରେ ବିଜେ କରିବେ ଯେ ଲକ୍ଷ୍ମୀ, 47ରେ ଆସି ମହାଲ ମାଇ ଲକ୍ଷ୍ମୀ। ଏହା ଶୁଣି ରାମଦାସ କହନ୍ତି ବଚନ, ବଳଦେବ କେଉଁଠାରେ ରହିବେ ଟିପୁଣ। ବୋଲେ 46 ଅଙ୍କେ ପ୍ରଭୁ ଯିବେ ଛାଡ଼ି ଅଭିରାମ କନ୍ଧରେ ଯେ ମାସିଯିବେ ମାଡ଼ି। କୋଉ ଅଭିରାମ? ଠାକୁର ଅଭିରାମ ପରମହଂସ। ସେ ଲେଖିଛନ୍ତି କିଙ୍କଟ ନଗରରେ, ଅଭିରାମ ପରମହଂସ ଲେଖିଛନ୍ତି ତାଙ୍କର, ସେ କିଙ୍କଟ ନଗରରେ ଜନ୍ମ ହେବେ। କିଙ୍କଟ ନଗର ବୋଲନ୍ତି ଯାଜପୁର ଟାଉନ କିଙ୍କଟ ନଗର ବୋଲି କୋଉଠି ପ୍ରମାଣ ନା। ଗୋହିରା ଟିକିରା ଗୋଟେ କିଙ୍କଟ ନଗର ବୋଲି ପ୍ରମାଣ ଦିଅଛି ହେଲା। ଆଉ ଗୋଟେ କିଙ୍କଟ ନଗର କାଞ୍ଚି ଦେଶ ପାଟଣା ହଉଛି କିଙ୍କଟ ନଗର। କାଞ୍ଚି ଦେଶ ପାଟଣା ଯୋଉ ଗୋଟାକ, ବର୍ତ୍ତମାନ ସେ ଗାଁ ନାଁ ନାହିଁ କାଞ୍ଚି ଦେଶ ପାଟଣା, କିନ୍ତୁ ସେ ଗ୍ରାମ ଦେବତୀ ବର୍ତ୍ତମାନ ଅଛନ୍ତି। ତମେ ସେ ଗ୍ରାମ ଦେବତୀ କି ଧରି ପାରିବ, ତାହେଲେ ତମେ ସେ ଗାଁକୁ ପାଇପାରିବ। ଏଥର ବୁଝିପାରୁଛ ନା ବୁଝିପାରୁନି? କିଙ୍କଟ ନଗର ବୋଲନ୍ତି କହୁଛି ହେଲା। ସେଇଠି ଠାକୁର ଅଭିରାମ ପରମହଂସ ଜନ୍ମ ହେବେ। ସେଥିପାଇଁ ଲେଖିଛନ୍ତି ସତ୍ୟ ଅନନ୍ତ ନାମ ମୋର, ସତ୍ୟରେ ହେବ କାରବାର, ସତ୍ୟକୁ ଧରିଥିବ ଯେଇ ତାକୁ ତାରିବି ନିଶ୍ଚୟ ହେଲା। ଆହୁରି କଥା ଶୁଣ ଲକ୍ଷ୍ମୀର କାହାଣୀ, ଯାଇ ଅରକ୍ଷିତ କନ୍ଦେ ବସିଥିବେ ପୁଣି। ଯଦି ଠାକୁର ଗଲେ ଭାରି ଠାକୁର ଅଭିରାମ ଲକ୍ଷ୍ମୀ କୋଉଠି ଯିବେ ନା ଅରକ୍ଷିତଙ୍କ କନ୍ଧରେ ରହିବେ। ଅରକ୍ଷିତଙ୍କ ପାଖରେ ରହିବେ କିଏ? ସେ ଲକ୍ଷ୍ମୀ। କୋଉଠି ରହିବେ ନା ଦକ୍ଷିଣ କନ୍ଧରେ ବି ଯେ କରିବେ ଯେ ଲକ୍ଷ୍ମୀ, 47ରେ ଆସି ମହାମାଇ ଲକ୍ଷ୍ମୀ। ଏଟା ହେଇନାହିଁ, ଭବିଷ୍ୟତକୁ ହବ। ମନେ ରଖିଥା, ସନ 1447 ହେଲା, ଆଉ ସନ 1445, ବର୍ତ୍ତମାନ 32 ଚାଲିଛି, ଆଗକୁ ଆହୁରି ଅଛି। ସେଥିପାଇଁ ଆମେ କହୁ, ଅନେକ ଚ୍ୟାନେଲ ବି କହିଛୁ, ଆଗ ବିନାଶ ତାପରେ ପ୍ରକାଶ। ବଳଦେବ ଫେର କୋଉଠି ରହିବେ? ଠିକ ନା ବୁଝି? ଏହା ଶୁଣି ରାମଦାସ କହନ୍ତି ବଚନ, ବଳଦେବ କେଉଁଠାରେ ରହିଥିବେ। ଏହା ଶୁଣି ଅରକ୍ଷିତ ବୋଇଲେ ବଚନ, ବଳଦେବ ବିଜେ ହେବେ ଅଚ୍ୟୁତ ପାଖରେ। ଅଚ୍ୟୁତ କନ୍ଧରେ ବଳ ଦେବ ଯେ ରହିବେ, ଶିଆଲଦା ଠାରେ ପ୍ରଭୁ ବାହାର। ତାହେଲେ ଏଥିରୁ ଜଣା ପଡିଗଲା, ଅରକ୍ଷିତ ଦାସଙ୍କ ଲେଖା ଉପରେ, ଆମ ମତ ନୁହଁ, ବିଚାର ହଉଛି ତମ ମାନଙ୍କର। ଅରକ୍ଷିତ ଦାସଙ୍କ ଭାଷାରେ ସେ କହୁଛନ୍ତି ତାଙ୍କ ପାଖରେ ବିଜେ ରହିବେ ମହାଲକ୍ଷ୍ମୀ ହେଲା। ଠାକୁର ଅଭିରାମ ପରମହଂସ ଜଗତଗୁରୁ ଅଭିନୟ ସୁନ୍ଦର ପାଖରେ ରହିବେ ସ୍ୱୟଂ ଜଗନ୍ନାଥ, ଏବଂ ଅଚ୍ୟୁତଙ୍କ ପାଖରେ ରହିବେ ହେଲା। ଏଇମାନଙ୍କ ଦେହରେ ରହି ଖେଳାଲୀଳା କରିବେ। ଏମାନଙ୍କ ଅନ୍ତେ ପୁଣି
ଯୁଗ ଅବତାର ଲୀଳା। ସଖାଙ୍କ ଲୀଳା ସରିଯିବ, ଭକ୍ତ ଲୀଳା ସରିଯିବ, ତାପରେ କଣ ହବ? ଯୁଗ ଅବତାର ଲୀଳା। ସେଥିପାଇଁ ଅଭିରାମ ପରମହଂସ କହିଛନ୍ତି ସଦଚିତ ଆନନ୍ଦ ଗିରିଧାରୀ ଶ୍ୟାମ ଗୁଣି ଗୁଣ ନିର୍ଗୁଣ ସଗୁଣ ରାମ ଅବତାରୀ ଅବତାର ସବ ତୁମେ ରାମ ରାମ ଦି ରାମ ଦି ରାମ ଦି ରାମ। ଜୟ ଜଗନ୍ନାଥ। ଏତିକି ମନେ ରଖ, ସଖା ଅଙ୍ଗରେ ତିନି ଠାକୁର, ସେଇ ତିନି ଠାକୁର ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ, ଜଗତ ଉଦ୍ଧାର କରନ୍ତୁ, ଭକ୍ତମାନଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ କବା ହରି।